नमस्ते प्रभु जगन्नाथ, अनाथ लोकंकर नाथ। नमस्ते प्रभु वासुदेव, भक्त जनक बांधव। नमस्ते प्रभु ऋषिकेश, भक्त जनक विश्वास। नमस्ते प्रभु विश्वरूपी, सकल घटे अछ व्यापी। सृष्टि प्रलय अंत करु, ए सर्व गर्भरे संभाळु। 50 कोटि वसुंधरी, तोर हृदरे छन्ति पुरी। 14 भुवन पाटना, ए सर्व तोहर रचना। तू ब्रह्मा रुद्र विष्णु तुही, तो बिनु अन्य गति नाही। सृष्टि तोहर खेल घर, असह्य माया जीव पार। तोहर निश्वास मरुत, तेबे होइले तहु जात। तुहिटी अग्निदेव इंद्र, नयनु जात सूर्य चंद्र। सदा चंचल निद्रा नाही, ए रूपे शून्य अछु रही। एमंत शेष महिमा, के जानी पारे गुण सीमा। तो नाम करुथिले लय, कोटिए जन्म पाप क्षय। नाम घोषिले सर्व सिद्धि, खंडई रोग शोक आदि। आरत भंजन तो बाना, आतंक काले वज्र सेना। होइल 10 अवतार, नासिल अवनीर भार। दुष्ट निबारी संत पाळु, तू नाथ परम दयाळु। तू अटु दरिद्रंक धन, तत बुझे ज्ञानी जन। सती युवतींकर मने, निजर स्वामी थांती जेन्हे। सेही प्रकारे मोर मन, तोठारे रहु भगवान। एमंत भावे कले स्तुति, प्रसन्न होइबे श्रीपति। ए स्तुति जे जन शुणन्ति, जमता पाख न माडन्ति। राजदंडकु नाही भय, ऐरी माने जानती क्षय। भूत पिशाच प्रेत गण, कतिकी न आसन्ति पुण। अशुभ स्वप्न देखिब, किय वा ग्रह पीड़ा थिब। ए स्तुति जे जन शुणिले, हुई बांछा सिद्धि भले। बढ़ई आयु विद्या धन, खंडई सबु क्लेश मान। गंगा सहिते सर्वतीर्थे, स्नान करिले फल जेते। ए स्तुति पढ़ी सेते फल, नमई प्रभु पाद तल। ए स्तुति होइला संपूर्ण, शुणी संतोष कर मन। जगन्नाथ पुराण नवम अध्याय, विद्यापतिंकर नीलमाधव दर्शन। जय जय जगन्नाथ
ନାଥ ପତିତ ପାବନ ତବ ପାଦ ପଦ୍ମ ତଳେ ରହୁ ମୋର ମନ ନ ଆସିବା ପଦମାନ ଦିଅ ବାରେ କହି ଅଭୟ ପାଦ ପଦ୍ମରେ ବିନତି କରଇ ବିଦ୍ୟାପତି ଲଳିତାର ମିଳନ ବିଷୟ ଶୁଣ ସର୍ବ ଋଷିମାନେ ହୋଇ ତୋ ସମୟ ବୋଇଲେ ଜୈମିନୀଙ୍କର ମୁଖକୁ ଅନାଇ କୁହ ଆହେ ଋଷିବର ବାରେ ଦୟା ବହି ଲଳିତାଙ୍କୁ ବିଭାଇବା ପାଇଁ ବିଦ୍ୟାପତି ସମ୍ମତ କରିଲେ ବୋଲି ବଖାଣିଲେ ଯତି ତାହାପରେ କିସ ହେଲା କୁହନ୍ତୁ ସମସ୍ତ ଶୁଣିବା ପାଇଁ ବ୍ୟାକୁଳ ହେଉଅଛି ଚିତ୍ତ ଜୈମିନୀ ବୋଇଲେ ବିଶ୍ୱାବସୁ ଭକ୍ତ ବର ବିଷ୍ଣୁଙ୍କର ପୂଜା ସାରି ଚଳିଲେ କୁଟୀର ହସ୍ତରେ ପ୍ରସାଦ ଥାଳି ସେ ଧରିଅଛନ୍ତି କୁଟୀର ମଧ୍ୟେ ପ୍ରବେଶ ହୋଇଲେ ତଡ଼ତି କନ୍ୟାକୁ ବୋଇଲେ କୁହ କୁହ ମୋ ଅଗ୍ରତେ ଅତିଥି ସତ୍କାର କରୁଛୁ ନା ବିଧି ମତେ ବହୁତ ଦୂରରୁ ଆସିଛନ୍ତି କଷ୍ଟ ସହି ଯଥାବିଧି ମତେ ତାଙ୍କୁ ଅଛୁ ନା ଭୁଞ୍ଜାଇ କହ କହ ମୋ ଆଗରେ ଫିଟାଇ ସମସ୍ତ ଭୋଜନ କରିଛନ୍ତି କି ନାହିଁ ବିପ୍ର ଏଥ ପିତାଙ୍କ ବଚନ ଶୁଣି ତଳକୁ ଅନାଇ ବୋଇଲା ଲଳିତା ଲଜ୍ଜା ଅବନତା ହୋଇ ଶୁଣନ୍ତୁ ଜନକ ବାରେ ମାତ୍ର ଦେଇ ମନ ଭୋଜନ କରୁନଥିଲେ ସେହୁ କଦାଚନ କହିଲେ ଯେଉଁଥିଲାଗି ଆସିଅଛି ମୋହି ତାହା ପୂରଣ ନ କଲେ ଜଳ ନ ଛୁଇଁ ଯେବେ ମୋହର କାମନା କରିବ ପୂରଣ ତାହେଲେ ତୁମ ଗୃହରେ ରହିବଇ ଜାଣ ମୁହିଁ ପୁଛିଲି କେବଳ କାର୍ଯ୍ୟ ନିମନ୍ତରେ ଆସିଅଛ ଏ ସ୍ଥାନକୁ କୁହ ମୋ ଆଗରେ ସେ ବୋଇଲେ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ନିମନ୍ତେ ଅବନ୍ତୀ ରାଜନ ମୋତେ ପେଶିଛନ୍ତି ଏଥେ ମୁହିଁ ନ ଯିବା ପର୍ଯ୍ୟନ୍ତ ଅନ୍ନ ଜଳମାନ ସ୍ପର୍ଶ କରି ନଥିବେ କଦାପି ରାଜନ ତୁମ୍ଭେ ଯଦ୍ୟପି ତୁମ୍ଭର ପିତାଙ୍କୁ କହିଣ ଦର୍ଶନ କରାଇବ ପ୍ରଭୁ ନାରାୟଣ ତାହେଲେ ତୁମ୍ଭ ଗୃହରେ ଭୋଜନ କରିବି ନଚେତ ଉପବାସରେ କାଳ କଟାଇବି ଏପରି କୁହନ୍ତେ ମୁହିଁ ବୋଇଲି ତାହାଙ୍କୁ ତୁମ୍ଭେ ଯଦ୍ୟପି ରଖିବ ମୋହର କଥାକୁ ତାହେଲେ ପିତାଙ୍କୁ କହି ତୁମ୍ଭ କାର୍ଯ୍ୟ ମୁହିଁ ପୂରଣ କରିବି ପ୍ରତିଶ୍ରୁତି ଦେଲି ଜଇଁ।
ମୋର କଥାରେ କରନ୍ତେ ସେହୁ ସନମତ, ସତ୍ୟ କରାଇଲି ତାଙ୍କୁ ଶୁଣ ଆହେ ତାତ। ଧର୍ମପତ୍ନୀ ଭାବେ ମୋତେ କରିବେ ଗ୍ରହଣ, ଏଥିରେ ରାଜି ହୋଇଲେ ଆନନ୍ଦେ ବ୍ରାହ୍ମଣ। ତେଣୁ ତାହାଙ୍କ ଗଳାରେ ମୁଁ ମାଳ ଲମ୍ବାଇ, ପତି ପଦରେ ବରଣ କରିଣ ଛଇ। ସେ ମଧ୍ୟ ମୋହର ଗଳେ ମାଳ ଦେଇଛନ୍ତି, ମୋର ଇହ କାଳ ପର କାଳର ସେ ଗତି। ଧରୁଛି ପୟର ପିତା ମୋ ମୁଖକୁ ଚାହିଁ, ଥରେ ତାଙ୍କୁ ଦର୍ଶନ କରାନ୍ତୁ ମାଧୋଇ। ନୋହିଲେ ଧର୍ମକୁ ଚାହିଁ କରୁଛି ଶପଥ, ସାଗର ଗର୍ଭକୁ ଡେଇଁ ପଡ଼ିବି ନିଶ୍ଚିତ। ଏହା ଶୁଣି ବିଶ୍ୱାବସୁ କନ୍ୟା ମୁଖ ଚାହିଁ, ବୋଇଲେ ଏପରି କଥା କହି ନ ଯୋଗାଇ। ବିଷ୍ଣୁ ଦର୍ଶନ କରିବା ଲାଗି ବ୍ରାହ୍ମଣଙ୍କୁ, ମୋର ତିଳେ ମନା ନାହିଁ ନେବଇଁ ତାଙ୍କୁ। ଯାହା ବା ମନରେ ମୋ ସନ୍ଦେହ ଥିଲା ରହି, ଗତ ରାତ୍ରେ ପ୍ରଭୁଛନ୍ତି ସପନରେ କହି। ଇନ୍ଦ୍ରଦ୍ୟୁମ୍ନ ନାମରେ ଯେ ରାଜନ ଅଟନ୍ତି, ତାଙ୍କ ପରି ଧର୍ମପରାୟଣ କେ ନାହାନ୍ତି। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ କରିବେ ସେ ବାସ, ସଙ୍ଗତରେ ଘେନି ଅଗଣିତ ଦାସୀ ଦାସ। କେବଳ ଗୋଟାଏ କଥା ଲାଗଇ ସନ୍ଦେହ, ବ୍ରାହ୍ମଣ ଯୁବକ ଅଟେ ଆର୍ଯ୍ୟଙ୍କ ତନୟ। ବିଶେଷତଃ ଘୃଣା ସେହୁ କରନ୍ତି ମନରେ, ଆମ୍ଭଙ୍କୁ ଛୁଇଁଲେ ସ୍ନାନ କରନ୍ତି ରାତ୍ରରେ। ସେ ପୁଣି ପତ୍ନୀ ଭାବରେ କରିଣ ଗ୍ରହଣ, ଲୋକ ସମାଜରେ ତୋତେ ଚିହ୍ନାଇବେ ପୁଣ। ଏକଥା କାହିଁ ତ ନ ପାଉଛି ମୋ ମନକୁ, ନୋହିଲେ ମନା ନ କରେ ଦିଅ ଦେଖିବାକୁ। କାହିଁ ପାଇଁ ମାତ ତୁହି ନ ବୁଝି ନ ଶୁଝି, ବ୍ରାହ୍ମଣ ଯୁବକ ରୂପ ଦେଖିଗଲୁ ମଜି। ଏପରି କୁହନ୍ତେ ବିଶ୍ୱାବସୁ ଲଳିତାକୁ, ବିଦ୍ୟାପତି ବିପ୍ର କର୍ଣ୍ଣେ ଶୁଣିଣ ତାହାକୁ। ବିଶ୍ୱାବସୁଙ୍କର ପାଶେ ଉପସ୍ଥିତ ହୋଇ, ପ୍ରଣାମ କରି ବୋଇଲା ଶୁଣନ୍ତୁ ଗୋସାଇଁ। ବିପ୍ରକୁଳରେ ଜନମ ଅଟଇ ମୋହର, ହେଲେ ମଧ୍ୟ ଆପଣଙ୍କ ଠାରୁ ନୁହେଁ ସାର। ବିଷ୍ଣୁ ଆରାଧନା ନୀତି ତୁମ୍ଭେ କରୁଅଛ, ତାହାଙ୍କର ଅଙ୍ଗ ସଙ୍ଗ ପ୍ରତ୍ୟହ ପାଉଛ। ସେ ପ୍ରଭୁ ତୁମ୍ଭ ହସ୍ତରେ କରନ୍ତି ଭୋଜନ, ବ୍ରାହ୍ମଣ ହେଲେ ମଧ୍ୟ ତୁମ୍ଭଠାରୁ ନ୍ୟୁନ। ଆପଣଙ୍କର ଦୁହିତା ଅତି ପବିତ୍ର, ତାଙ୍କ ଅଙ୍ଗେ ପାପ ତାପ ନାହିଁ ଲେଶ ମାତ୍ର। ଶପଥ କରୁଛି ମୁହିଁ ଧର୍ମକୁ ଅନାଇ, ପତ୍ନୀ ଭାବେ ଲଳିତାକୁ ନିଶ୍ଚୟ ନେବଇଁ। ଏ ଅନ୍ଧ ସମାଜପତିଙ୍କର ଭ୍ରମମାନ,
ନିଶ୍ଚେ ଦୂର କରିବଇଁ ଏ ସତ୍ୟ ବଚନ। ଯେବେ ଏଥିରେ ମୋର କପଟତା ଥିବ, ବ୍ରହ୍ମ ହତ୍ୟା ପାତକରେ ଯେଉଁ ଦୋଷ ହେବ, ସେହି ଦୋଷରେ ନିଶ୍ଚୟ ଭାଗୀ ହେବି ମୁଇଁ। ଆହୁରି ମଧ୍ୟ କହୁଛି ଶୁଣ ମନ ଦେଇ, ଗର୍ଭିଣୀର ମଣିବଧ କରେ ଯେଉଁ ଜନ, ଗୋବଧ କରିଲ ଭଇ ଯେଉଁ ପାପମାନ। ଯେବେ ତୁମ୍ଭ କନ୍ୟାକୁ ମୁଁ ପତ୍ନୀ ନ କରିବି, ସେହି ପାପରେ ନିଶ୍ଚୟ ଭାଗୀଦାର ହେବି। ବକ୍ଷ ଫାଟିଯିବ କୁଷ୍ଠ ବ୍ୟାଧି ଭୋଗିବଇଁ, ସତ୍ୟ ସତ୍ୟ ତିଳେ ମାତ୍ର ମୋ ସନ୍ଦେହ ନାହିଁ। ଏପରି କହିଲା ଯହୁଁ ବିପ୍ର ବିଦ୍ୟାପତି, ଶୁଣି ବିଶ୍ୱାବସୁ ମନେ ତୋଷ ହେଲା ଅତି। ବିଦ୍ୟାପତିଙ୍କର ମୁଖ ଅନାଇ ବୋଇଲେ, ଚିରଜୀବୀ ହୁଅ ବାପ ତୁମ୍ଭେ କାଳେ କାଳେ। ନୀଳମାଧବଙ୍କ ପାଦେ ପ୍ରାର୍ଥନା ମୋହର, ତୁମ୍ଭେ ପତି ପତ୍ନୀ ଦୁହେଁ ସୁଖେ ବାସ କର। କିନ୍ତୁ ଯେଉଁ କଥା ପାଇଁ ଆସିଅଛ ତୁମ୍ଭେ, ଚାଲ ମୋ ସଙ୍ଗରେ ସାଥେ ନେଇଯିବି ଏବେ। ଆଗୁ ଜାଣିଅଛ ମୁହିଁ ଅବନ୍ତୀଶ୍ୱର, ରହିବେ କ୍ଷେତ୍ର ମଧ୍ୟେ ଘେନି ପରିବାର। ତାଙ୍କ ଯୋଗେ ପ୍ରଭୁ ନାମ ବିଖ୍ୟାତ ହୋଇବ, ବଡ଼ ଦେଉଳ ଏ କ୍ଷେତ୍ର ମଧ୍ୟରେ ଶୋଭିବ। ଏମନ୍ତ କଇନ ନିଜ କନ୍ୟାକୁ ଅନାଇ, ବୋଇଲେ ପ୍ରସାଦ ଦେ ଭୁଞ୍ଜିବାର ପାଇଁ। ପିତାଙ୍କ ଆଦେଶ ମାତ୍ରେ କନ୍ୟା ଚଳିଗଲା, ପ୍ରଭୁଙ୍କ ପ୍ରସାଦ ବିଦ୍ୟାପତି ଆଗେ ଦେଲା। ବୋଇଲା ହେ ପ୍ରାଣନାଥ ଆଜି ଶୁଭ ଦିନେ, ପ୍ରଭୁଙ୍କ ପ୍ରସାଦ ଭୁଞ୍ଜ ତୁମ୍ଭେ ତୋଷ ମନେ। ବିଷ୍ଣୁଙ୍କ ନୈବେଦ୍ୟ ବୋଲି ଶୁଣି ବିଦ୍ୟାପତି, ମନ ମଧ୍ୟରେ ଆନନ୍ଦ ହୋଇଣ ସେ ଅତି। ଲଳିତା ହସ୍ତରୁ ସ୍ନେହେ ପ୍ରସାଦ ନେଇଣ, ଭୋଜନ କରି ତୃପତ ହୋଇଲେ ତକ୍ଷଣ। ବୋଇଲେ କେଉଁ ସୌଭାଗ୍ୟ ବଳେ ଆସିଥିଲି, ବୈକୁଣ୍ଠପତିଙ୍କ ମହାପ୍ରସାଦ ଭୁଞ୍ଜିଲି। ଏହା କହି ସେ ପ୍ରସାଦ ଧରି ସ୍ୱହସ୍ତରେ, ଲଳିତା ମୁଖେ ଭୁଞ୍ଜାଇ ଦେଲେ ତୋଷ ଭରେ। ସେ ଛଡ଼ା ପ୍ରସାଦ ଭୁଞ୍ଜି ଲଳିତା ସୁନ୍ଦରୀ, ବୋଇଲା ଅତି ସୌଭାଗ୍ୟ ଅଟଇ ମୋରି। ମୋହ ଭଗବାନଙ୍କର ଉଚ୍ଛିଷ୍ଟ ଭୁଞ୍ଜିଣ, ନାରୀ ଜନମ ସାର୍ଥକ ହୋଇଲା ମୋ ପୁଣ। ଏହିପରି ବେନି ଜନେ କଥାବାର୍ତ୍ତା ହେଲେ, ଭୋଜନ ଶେଷରେ ନେଇ ତାମ୍ବୁଳ ଭୁଞ୍ଜିଲେ। ତାପରେ ବିଦ୍ୟାପତିଙ୍କୁ ସଙ୍ଗତରେ ନେଇ, ପିତାଙ୍କ ପାଶରେ ଗୋରି ଦେଲା ପହଞ୍ଚାଇ। ବୋଇଲା ଯାଆନ୍ତୁ ପିତା ନେଇ ଜାମାତାକୁ, ଦର୍ଶନ କରାଇବ ନୀଳମାଧବଙ୍କୁ। ଏହା ଶୁଣି ବିଶ୍ୱାବସୁ ଆନନ୍ଦ ହୋଇଲେ, ବିଦ୍ୟାପତିଙ୍କୁ ସଙ୍ଗତେ ଘେନିଣ ଚଳିଲେ।
ଆଗେ ବିଶ୍ୱାବସୁ ପଛେ ବିଦ୍ୟାପତି ଗଲେ, କଣ୍ଟକାକିନ ଜଙ୍ଗଲ ମଧ୍ୟରେ ଚଳିଲେ। ଅତ୍ୟନ୍ତ ସଂକୀର୍ଣ୍ଣ ପଥ ପୁଣି ଅନ୍ଧକାର, ବୃକ୍ଷମାନଙ୍କ ଗହଳେ ଦିଶଇ ସୁନ୍ଦର। ଯିବା ସମୟରେ ପଥ ମଧ୍ୟେ ଦୁଇ ଜଣ, ବିଶ୍ୱାବସୁ ବୁଝାଇଲେ ସମସ୍ତ ଘଟଣା। ବୋଇଲେ ଯୁବକ ତୁମ୍ଭେ ମହାଭାଗ୍ୟବନ୍ତ, ଚର୍ମ ନେତ୍ରେ ଦର୍ଶନ କରିବ ଚ୍ୟୁତ। ଇନ୍ଦ୍ରଦ୍ୟୁମ୍ନ ଠାରୁ ତୁମ୍ଭେ ମହାଭାଗ୍ୟବାନ, ଯେଣୁ ପ୍ରଥମେ କରିବ ବିଷ୍ଣୁଙ୍କୁ ଦର୍ଶନ। ଏହିପରି କଥାବାର୍ତ୍ତା ହୋଇ ଦୁହେଁ ଗଲେ, ନୀଳ ସୁନ୍ଦର ପର୍ବତ ନିକଟେ ମିଳିଲେ। ପର୍ବତ ତଳରେ ଉଭା ହୁଅନ୍ତେ ବିଦ୍ୟାପତି, ବିଶ୍ୱାବସୁ ବୋଇଲେ ଚାଲନ୍ତୁ ତଡ଼ତି। ପର୍ବତ ଉପରେ ଛନ୍ତି ଶ୍ରୀ ନୀଳମାଧବ, ଦର୍ଶନ କରି ପାପ ବିନାଶିବ ସର୍ବ। ଏହା ଶୁଣି ବିଦ୍ୟାପତି ଅତି ଉତ୍ସାହରେ, ଚଳିଲା ଉତ୍କଣ୍ଠା ହୋଇ ଦର୍ଶନ ଆଶାରେ। ରୋହିଣୀ କୁଣ୍ଡ ସନ୍ନିଧେ ଉପସ୍ଥିତ ହେଲେ, କୁଣ୍ଡକୁ ଦେଖାଇ ବିଶ୍ୱାବସୁ ଯେ ବୋଇଲେ। ରୋହିଣୀ କୁଣ୍ଡ ଅଟଇ ଏ ତୀର୍ଥର ନାମ, ଏଠାରେ ସ୍ନାନ କଲେ ପୂର୍ଣ୍ଣ ହୁଏ କାମ। ସ୍ନାନ ସାରିଣ ମାଧବ ଦର୍ଶନ କରିଲେ, ଅଙ୍ଗରୁ ସକଳ ପାପ ନାଶ ହୁଏ ହେଳେ। ଆବର ଯେଉଁ ଅକ୍ଷୟ ବଟ ଦେଖୁଅଛ, କଳ୍ପ ପର୍ଯ୍ୟନ୍ତେ ବଞ୍ଚି ରହେ ଏହି ଗଛ। ଏ ବଟ ବୃକ୍ଷ ଛାଇରେ ବସଇ ଯେ ଜନ, ବ୍ରହ୍ମ ହତ୍ୟା ପାପ ତାର ହୁଅଇ ଖଣ୍ଡନ। ସେହି ନିକୁଞ୍ଜ କାନନ ମଧ୍ୟ ଭାଗ ମଧ୍ୟେ, ଶ୍ରୀ ନୀଳମାଧବ ବିଜେ କରିଛନ୍ତି ହାଦେ। ସେହି ଜଗତନାଥଙ୍କୁ ଦର୍ଶନ କରିଣ, ଅଙ୍ଗରୁ ସକଳ ପାପ କରନ୍ତୁ ହରଣ। କିନ୍ତୁ ମନ କର୍ଣ୍ଣ ଦେଇ ଶୁଣ ଦ୍ୱିଜବର, ଯୁଗେ ଯୁଗେ ଏହିଠାରେ ଆସ୍ଥାନ ତାଙ୍କର। ରାମକୃଷ୍ଣ ନରସିଂହ ଆଦି ଯେ ସମସ୍ତ, ଦୁଷ୍ଟ ନିବାରଣେ ଜନ୍ମ ହୋଇଥିଲେ ମର୍ତ୍ତ୍ୟ। ସେମାନେ ସମସ୍ତେ କଳା ୟାଙ୍କର ଅଟନ୍ତି, ଲକ୍ଷେ କଳାରେ ପ୍ରଭୁ ବିଜେ କରିଛନ୍ତି। ପୁଣି କାର୍ଯ୍ୟ ଶେଷ କରି ଏଠାକୁ ଆସନ୍ତି, ପରମ ବ୍ରହ୍ମଙ୍କ ଅଙ୍ଗେ ସେମାନେ ମିଶନ୍ତି। ଯେଉଁପରି ନଦ ନଦୀ ପ୍ରବାହ ହୋଇଣ, ନିଜର ବଡ଼ିମା ରାଜେ କରନ୍ତି ବଖାଣ। ତାପରେ ସକଳେ ଯାଇ ସାଗରେ ମିଶନ୍ତି, ଆପଣାର ଗୁଣ କର୍ମ ସବୁ ପାସୋରନ୍ତି। ପୁଣି ସେ ସାଗର ମଧ୍ୟ ବୁଦ୍ବୁଦ ଆକାରେ, ବରଷା ହୁଅନ୍ତି ଯାଇ ମରତ ଭୂମିରେ। ସେହି ବରଷା ଜଳରେ ବଞ୍ଚନ୍ତି ସମସ୍ତ, କୃଷକ ତାହାର କ୍ଷେତ କରଇ ପ୍ରସ୍ତୁତ। ଶେଷେ ଲବଣ ଜଳରେ ଆସିଣ ମିଶନ୍ତି, ନିଜର ସୁନାମ ଗୁଣ ସବୁ ପାସୋରନ୍ତି। ସେହିପରି ଅଟଇ ଏ କ୍ଷେତ୍ରର ମାହାତ୍ମ୍ୟ, ଅନାହତପୁର ଏହି ଶୁଣ ଦେଇ ଚିତ୍ତ। ଯେବେଳେ ଘୋର ପ୍ରଳୟ ହୁଏ ମରତରେ, ବିଷ୍ଣୁ ଶୟନ କରନ୍ତି ଏ କଳ୍ପ ବଟରେ।
ଏହିପରି ବିଶ୍ୱାବସୁ ବ୍ରାହ୍ମଣେ ବୁଝାଇ ନୀଳମାଧବଙ୍କ ଦର୍ଶନେ ଗଲେ ନେଇ। ଯେବେଳେ ସେ ଦିବ୍ୟ ମୂର୍ତ୍ତି ବ୍ରାହ୍ମଣ ଦେଖିଲା, ଆନନ୍ଦରେ ତାର ହୃଦ ନର୍ତ୍ତନ କରିଲା। ନିସ୍ତରିଲି ବୋଲି ସେହୁ କହି, ଗଡ଼ ଘାଲି ଶୋଇଲା କ ପଦ୍ମ ପାଦ ଧ୍ୟାଇ। ପୁଣି ଉଠି ବାର ଯୋଡ଼ି ବେନି କର, ପ୍ରଣାମ କରିଲା ପ୍ରଭୁ ଅଭୟ ପୟର। ମନ ମଧ୍ୟରେ ବିଚାର କରିଲା ବ୍ରାହ୍ମଣ, ଆହା କି ସୁନ୍ଦର ମୂର୍ତ୍ତି ଜଗତ କାରଣ। ମାନବ ଜନମ ମୋର ହୋଇଲା ସାର୍ଥକ, ଚର୍ମ ନେତ୍ରରେ ଦେଖିଲି ଜଗତ ନାୟକ। ହେ ଜଗତନାଥ ବନ୍ଦେ ତବ ଶ୍ରୀପୟରେ, ଅସାର ସଂସାର ମଧ୍ୟୁ ପାରି କର ବାରେ। ଦୟାକରି ଏହି ପାପ ପଙ୍କରୁ ଏ ଦିନେ, ଉଦ୍ଧାର କରିଣ ସ୍ଥାନ ଦିଅ ଶ୍ରୀଚରଣେ। ଏହିପରି ମନ ମଧ୍ୟେ କରିଣ ବିଚାର, ସ୍ତୁତି କଲା ବିଦ୍ୟାପତି ଅଭୟ ପୟର। ବୋଇଲା ଜୟ ହେ ଦେବ ଜଗତ ତାରଣ, ସଚରାଚର ପ୍ରାଣୀଙ୍କୁ କର ନିସ୍ତାରଣ। କୀଟହୁ ପତଙ୍ଗ ଯାଏ ଯେତେ ପ୍ରାଣୀଛନ୍ତି, ସକଳେ ତୁମ୍ଭ ଗର୍ଭରୁ ଜାତ ହୋଇଛନ୍ତି। ତୁମ୍ଭେ ଗତି ମୁକ୍ତି ଦାତା ତୁମ୍ଭେ ତ୍ରାଣକାରୀ, ବନ୍ଦନା କରେ ଅଭୟ ପୟରେ ତୁମ୍ଭରି। ଯେଉଁଥି ନିମନ୍ତେ ଆସିଅଛି ଏହି ଦାସ, ତାର କାମନା ପୂରଣ କର ପୀତବାସ। ଅବନ୍ତୀଶ୍ୱର ଇନ୍ଦ୍ରଦ୍ୟୁମ୍ନ ନରବର, ଦର୍ଶନ କରିବାକୁ ତବ ଶ୍ରୀପୟର। ଶୟନ ଭୋଜନ ଆଦି ସବୁ ତ୍ୟାଗ କରି, ତବ ନାମ ଜପୁଛନ୍ତି ଦିବସ ସର୍ବରି। ତାହାଙ୍କୁ ଦର୍ଶନ ଦେଇ ପଦ୍ମ ପାଦ ତଳେ, ସ୍ଥାନ ଦିଅ ମାଗୁଅଛି ଏହି ଦିନ ହେଳେ। ଯେହ୍ନେ ଏହି କ୍ଷେତ୍ର ନାମ ହୋଇବ ପ୍ରଚାର, ଦର୍ଶନ କରିଣ ମୁକ୍ତି ହେବେ ପାପୀ ନର। ଏତିକି ମାତର ପାଦେ ମୋର ନିବେଦନ, କାହିଁକି ଏଠାରେ ଲୁଚିଅଛ ଭଗବାନ। ଆପଣା ମହିମା ଆପେ ନ କଲେ ପ୍ରଚାର, ଆନ କାହାର ଶକତି ଅଛି ହେ ଠାକୁର। ଆଉ ଗୋପନ ଭାବରେ ନ ରହି ଏଠାରେ, ମହିମା ପ୍ରକାଶ କର ଜଗତ ଜନରେ। ଏମନ୍ତ କହିଣ ବିଦ୍ୟାପତି ବିପ୍ରବର, ନୟନରୁ ଅବିଶ୍ରାନ୍ତ ଢାଳିଲେ କନୀର। ଏହି ସମୟେ ଜଗତନାଥଙ୍କ ମସ୍ତକୁ, ଖସିଲା ପୁଷ୍ପ ସେ ବିଶ୍ୱାବସୁ ଦେଖୁ ଦେଖୁ। ତାହା ଦେଖିଣ ବ୍ରାହ୍ମଣ ଯୁବକଙ୍କୁ ଚାହିଁ, ବୋଇଲେ କ ବିଦ୍ୟାପତି ଆନନ୍ଦିତ ହୋଇ। ଆଉ ଭାବନା କରିବା ନାହିଁ ଦରକାର, ମନକାମନା ପୂରଣ ହୋଇଲା ତୁମ୍ଭର। ଜଗତ କରତା ତୁମ୍ଭ ପରେ ତୋଷ ହୋଇ, ବର ଦେଲେଣି ପ୍ରକାଶ ହୋଇବାର ପାଇଁ। ଏଥେ ଲୁଚି ରହିବାକୁ ନାହିଁ ତାଙ୍କ ଇଚ୍ଛା, ନିଶ୍ଚୟ ପୂର୍ଣ୍ଣ କରିବେ ତବ ମନ ବାଞ୍ଛା। ଦେଖ ଦେଖ ତବ ସ୍ତବେ ହୋଇଣ ତୃପତି, ଶିରରୁ କୁସୁମ ଖସି ପଡ଼ିଅଛି ଏଥି। ଯାଅ ହେ ଯୁବକ ଆଉ ବିଳମ୍ବ ନ କର, ତୁମ୍ଭ ନୃପତିଙ୍କୁ ଆଣି ମିଳିବ ଏଠାର। ଏହା କହି ବିଶ୍ୱାବସୁ ମୌନ ହୋଇଲେ,
ଅଭୟ ପାଦ ସୁମରି କ୍ଷେତ୍ରବାସୀ ବୋଲେ। ଦଶମ ଅଧ୍ୟାୟ ବିଶ୍ୱାବସୁଙ୍କର ଅତିଥି ସତ୍କାର। ଏହାପରେ ଯାହା ହେଲା ଶୁଣ ଦେଇ ମନ, ଅତ୍ୟନ୍ତ ପବିତ୍ର ଅଟେ ଏ ଶାସ୍ତ୍ର ବଚନ। କାଳ କାଳକୁ ରହିଲେ ହୋଇନ ମୋର, ତାଙ୍କୁ ଦର୍ଶନ କରି ବିପ୍ର ବିଦ୍ୟାବର। କୃତ୍ୟ କୃତ୍ୟ ହୋଇ ପାଦେ କରିଲା ପ୍ରଣତି, ଏହି ସମୟରେ ସନ୍ଧ୍ୟା ହୁଅନ୍ତେ ଆଗତ। ବିଶ୍ୱାବସୁ ବୋଇଲେ କ ଶୁଣ ଦେଇ ଚିତ, ଆଉ ଏଠାରେ ରହିବା ଉଚିତ ନୁହଁ। କ୍ଷୁଧାରେ ଆତୁର ହୋଇ ବଣିତବ ଦେଇ, ପୁଣି ବହୁ ହିଂସ୍ର ଜନ୍ତୁ ପୂର୍ଣ୍ଣ ହୋଇଛନ୍ତି। ରାତ୍ର ହେଲେ ଏଠାବରେ ଆସି ଜମା ହୁଅନ୍ତି। ଏତିକି କହିବା କାଳେ ଏକ ମହାବଳ, ପ୍ରବେଶ ହେଲା ସେ ସ୍ଥାନେ ହଲାଇ ଲାଙ୍ଗୁଳ। ସେ ମହାବଳ ବ୍ୟାଘ୍ରକୁ ଦେଖି ନୟନରେ, ଭୟେ ଚିତ୍କାର କରିଲା ବ୍ରାହ୍ମଣ ସେଠାରେ। ତାଙ୍କୁ ଆଶ୍ୱାସନା ଦେଇ ଶ୍ରୀ ବିଷ୍ଣୁ ପୂଜକ, ବୋଇଲା ମନରେ ଭୟ ନ କର ଯୁବକ। ଏ ବ୍ୟାଘ୍ର ବର ଅଟଇ ମାଧବଙ୍କ ଭକ୍ତ, ପ୍ରସାଦ ଭୁଞ୍ଜିବା ଲାଗି ଆସିଅଛି ଏଥ। ଏହା କହି ପ୍ରଭୁଙ୍କ ପ୍ରସାଦ କରେ ଧରି, ବାଟୁଳା ତିନୋଟି ବିଶ୍ୱାବସୁ ହସ୍ତେ କରି। ବ୍ୟାଘ୍ରର ନାମ ଧରିଣ ଡାକନ୍ତେ ପାଶକୁ, ଧାଇଁଗଲା ବ୍ୟାଘ୍ର ଆନନ୍ଦରେ ଭୁଞ୍ଜିବାକୁ। ପ୍ରବେଶନ୍ତେ ବିଶ୍ୱାବସୁ ନିକଟରେ ଯାଇ, ଆଉଁସି ଦେଲା ପୂଜକ ପ୍ରସାଦ ଭୁଞ୍ଜାଇ। ଭୋଜନ ସାରିଣ ବ୍ୟାଘ୍ର ବର ତହୁଁ ଗଲା, ବିଷ୍ଣୁଙ୍କ ଅଭୟ ପାଦ ତଳରେ ଶୋଇଲା। ସମସ୍ତ ବିଷୟ ଲକ୍ଷ୍ୟ କରି ବିଦ୍ୟାପତି, ମନ ମଧ୍ୟରେ ସେ ତୋଷ ହୋଇଲା କତି। ବିଶ୍ୱାବସୁଙ୍କର ପଛେ ଗମନ କରିଲେ, ଶବର ପଲ୍ଲୀରେ ଯାଇ ପ୍ରବେଶ ହୋଇଲେ। ପ୍ରଭୁଙ୍କ ଦର୍ଶନ ଲାଭ କରିଣ ବ୍ରାହ୍ମଣ, କ୍ଷୁଧା ତୃଷା ଆଦି ମନୁ ଭୁଲିଗଲେ ଜାଣ। ଗୃହେ ପ୍ରବେଶନ୍ତେ କରେ ପାଣି ଝରି ଧରି, ଧାଇଁ ଆସିଲା ଲଳିତା ହସି ହସି କରି। ପ୍ରଥମେ ପିତାଙ୍କ ପାଦ ଯତନରେ ଧୋଇ, ତଦନ୍ତେ ପତିଙ୍କ ପାଦ ଧୋଇଲା ସୁମୁଇ। ନାନାବିଧ ଖାଦ୍ୟ ଦ୍ରବ୍ୟ କରିଣ ପ୍ରସ୍ତୁତ, ଥୋଇ ନଥିଲେ ସୁନ୍ଦରୀ ହୋଇ ଆନନ୍ଦିତ। ପିତାଙ୍କ ଆଦେଶ ମତେ ଠାପିଢା କରି, ବାଢ଼ି ଦେଲା ଅତି ଯତନରେ ସୁକୁମାରୀ। ଶବରଙ୍କ ଘରେ ରାଜ ଭୋଗ ଉପଚାର, ଭୋଜନ କରି ଆଶ୍ଚର୍ଯ୍ୟ ହେଲା ବିପ୍ରବର। ମନ ମଧ୍ୟରେ ଭାବନା କଲା ବିଦ୍ୟାପତି, ଏ ଦ୍ରବ୍ୟମାନ ଏ ସ୍ଥାନେ କାହୁଁ ପାଉଛନ୍ତି। ବିଶ୍ୱାବସୁ ମନ କଥା ଜାଣି ତାହାଙ୍କର, ବୋଇଲା ମୋହର ବାକ୍ୟ ଶୁଣ ଦ୍ୱିଜବର। ରାଜା ଆଉ ପୁରୋହିତ ଅଟନ୍ତି ସମାନ, ତାପରେ ଜାମାତା ଅଟେ ସବୁଁ ପ୍ରଧାନ। ତାହାଙ୍କୁ ଉଚିତ ଚର୍ଚ୍ଚା କରିବା ବିଧେୟ, ସବୁ ଯୋଗାଇ ଅଛନ୍ତି ପ୍ରଭୁ ଦୟାମୟ। ତାଙ୍କ ପ୍ରସାଦରେ ଜାଣ ଏ ଦିନହୀନର, କୌଣସି ଦ୍ରବ୍ୟ ଭାବ ନଥାଏ ଏଠାର। ବିଶେଷତଃ ମୋର କନ୍ୟା ସ୍ୱହସ୍ତେ ରାନ୍ଧିଛି,
ଭୋଜନ କରି ତୃପତ ହୁଅ ବିପ୍ରବସୀ। ଅତି ବଡ଼ ସୌଭାଗ୍ୟ ଅଟଇ ଆମ୍ଭର, ଇନ୍ଦ୍ରଦ୍ୟୁମ୍ନଙ୍କର ପ୍ରତିନିଧି ଏ କୁଟୀର। ମଧ୍ୟରେ ହର୍ଷେ ଭୋଜନ କରୁଣ ଅଛନ୍ତି, ଏକଥା ଶୁଣି ସନ୍ତୋଷ ହେବେ ନରପତି। ବିଶ୍ୱାବସୁଙ୍କ ବଚନେ ବିପ୍ରତୋଷ ହୋଇ, ବୋଇଲେ ଆଜି ଯେ ଦ୍ରବ୍ୟ ମୁହିଁ ପୁଞ୍ଜିଲଇଁ। ମନୁଷ୍ୟ କୃତ୍ୟ ବୋଲିଣ ନ ଭାବଇ ଚିତେ, ତୁମ୍ଭେ କନ୍ୟା ଲକ୍ଷ୍ମୀ ରୂପେ ଅଟେ ମରତେ। ରାଜା ମହାରାଜା ଯେଉଁ ଖାଦ୍ୟ ନ ପାଆନ୍ତି, ତାହା ଦେଖି ତୁମ୍ଭ ଗୃହେ ହୋଇଲି ତୃପତି। କିନ୍ତୁ ଏ ଦ୍ରବ୍ୟ କିପରି ଆସିଲା ଏଠାକୁ, ଏହି କଥା ଲୋଡ଼ନ କରେ ମୋ ମନକୁ। କହ କେଉଁପରି ତୁମ୍ଭେ ପାଇଲ ଏ ଦ୍ରବ୍ୟ, ମୋହ ଅଗ୍ରତେ ବୁଝାଇ କହନ୍ତୁ ସରବ। ରନ୍ଧନ କରିଅଛନ୍ତି ସିନା ତବ କନ୍ୟା, କିଏ ସେ ଦେଲା ଏହାକୁ କହ ମହାମନା। ଶୁଣି ବିଶ୍ୱାବସୁ ବୋଲେ ହରଷିତ ହୋଇ, ଏହା କହିବା ମୋହର ବିଧେୟ ନୁହଁଇ। ଆନଜନ ହୋଇଥିଲେ ନ କହନ୍ତି ଏହା, ଜାମାତା ଆଗରେ ମୁହିଁ ନ ଲୁଚାଏ ତାହା। ଇନ୍ଦ୍ରାଦି ଦେବତା ଗଣ ଜଗନ୍ନାଥଙ୍କର, ଦର୍ଶନ ଲାଗି ଆସନ୍ତି ଏଠାକୁ ସତ୍ୱର। ଯେଉଁ ଦିବ୍ୟ ବସ୍ତୁ ସେହୁ ଦେବା ପାଇଁ ଭେଟି, ଶ୍ରୀଜଗନ୍ନାଥ ଛାମୁକୁ ଘେନିଣ ଆସନ୍ତି। ସେହି ଦିବ୍ୟ ବସ୍ତୁ ତବ ଭୋଜନ ନିମନ୍ତେ, ପଠାଇଅଛନ୍ତି ଆଜି ଜଗନ୍ନାଥ ଏଥେ। ଏହାକୁ ଭୁଞ୍ଜିଲେ ରୋଗ ଶୋକ ହୁଏ ଦୂର, ମୁହିଁ ପ୍ରତ୍ୟହ ଏହାକୁ କରିଣ ଆହାର। ଅୟୁତ ଅୟୁତ ବର୍ଷ ବଞ୍ଚିଣ ଅଛଇ, ତୁମ୍ଭେ ସେହି ପରକାରେ ପତି ପତ୍ନୀ ଦୁଇ। ଜଗନ୍ନାଥଙ୍କ ନିର୍ମାଲ୍ୟ ସେବନ କରିଣ, ଅଜରାମର ହୋଇ ରହ ସର୍ବଦା ବଞ୍ଚିଣ। ବିଶ୍ୱାବସୁ ମୁଖୁ ଏହା ଶୁଣି ବିପ୍ରବର, ମନ ମଧ୍ୟରେ ବସିଣ କରିଲେ ବିଚାର। ଧନ୍ୟ ଏ ଶବର ଜାତି ଧନ୍ୟ ୟାଙ୍କ ପ୍ରାଣ, ବିଷ୍ଣୁଙ୍କ ନିର୍ମାଲ୍ୟ ନୀତି କରନ୍ତି ଭକ୍ଷଣ। ଯୋଗୀ ଋଷିମାନେ ଯୁଗ ଯୁଗ ତପ କରି, ନ ପାଆନ୍ତି ଯେଉଁ ପ୍ରସାଦ ଜୀବନେ ତାଙ୍କରି। ସାମାନ୍ୟ ବ୍ୟାଧ କୂଳରେ ଏହୁ ଜାତ ହୋଇ, ଦୁର୍ଲଭ ପଦାର୍ଥ ସଦା ଭୁଞ୍ଜୁଛନ୍ତି ରଇ। ଏହାଙ୍କ ପରାୟ କେହୁ ନାହିଁ ଭାଗ୍ୟବାନ, ଧନ୍ୟ ଧନ୍ୟ ଅଟଇ ଯେ ଏହାଙ୍କ ଜୀବନ। ନୀଳ ସୁନ୍ଦର ପର୍ବତ ମଧ୍ୟେ କରି ଘର, ବିଷ୍ଣୁଙ୍କର ଅଙ୍ଗ ସଙ୍ଗ ଲଭନ୍ତି ସତ୍ୱର। କେଉଁ ଭାଗ୍ୟ ବଳେ ଆସିଥିଲି ଏଠାମକୁ, କୃତାର୍ଥ କରିଲି ମୋର ନର ଜନମକୁ। କିପରି ଅବନ୍ତୀ ନଗ୍ରେ ଯାଇ ପ୍ରବେଶିବି, ନରପତିଙ୍କ ଆଗରେ ସକଳ କହିବି। ବନ୍ଧୁ ବାନ୍ଧବ ସହିତେ ରାଜାଙ୍କ ସଙ୍ଗତେ, ବାସ କରିବି ଆସିଣ ଏ ନୀଳ ପର୍ବତେ। ରାଜାଙ୍କୁ ଜଣାଇ ଲଳିତାକୁ ସଙ୍ଗେ ନେବି, ଏହି ଶବରଙ୍କ ସଙ୍ଗେ ବନ୍ଧୁତା କରିବି। ଏମାନଙ୍କ ଅଙ୍ଗେ ତିଳେ ମାତ୍ର ପାପ ନାହିଁ, ଅତ୍ୟନ୍ତ ପୁଣ୍ୟବାନ ଅଟନ୍ତି ଯେହି। ଏମନ୍ତେ ଭାବନା କରନ୍ତେଣ ବିଦ୍ୟାପତି, ପ୍ରବେଶ ହୋଇଲା ଆସି ସେ ଲଳିତା ସତୀ। ଦେଖିଲା ଭୋଜନ ସାରି ଉଚ୍ଛିଷ୍ଟ ପାତ୍ରରେ, ବସି କିସ ଭାବୁଛନ୍ତି ବ୍ରାହ୍ମଣ ମନରେ। ତେଣୁ ହସି ହସି ଗୋରି ବୋଇଲା ବଚନ, ହସ୍ତ ଧୋଇବା ପାଇଁ କି ଭୁଲିଲ କି ଧନ। କିଏ ବା ଶବର ଘରେ ଭୁଞ୍ଜିଲେ ବୋଲିଣ, ପାପ ଲାଗିଗଲା ମନେ ଅଛନ୍ତି ଭାବିଣ।
ଲଳିତାଙ୍କର ଇଙ୍ଗିତ ବଚନ ଶୁଣିଣ ଦରହସି ବୋଇଲେ ଶ୍ରୀପତି ବ୍ରାହ୍ମଣ। କାହିଁକି କହିଣ ସଦା ଲଜ୍ଜା ଦେଉଅଛ, ବାର ବାର ସେହି କଥା ମୋ ଆଗେ କହୁଛ। ଆଜି ବିଷ୍ଣୁ ଦର୍ଶନ ସାଥେ ମୁଁ ତୁମକୁ ଲାଭ କରି ସୌଭାଗ୍ୟ ମଣଇ ମନକୁ। ପୂର୍ବ ଜନ୍ମରେ ବହୁ ତପ କରିଥିଲି, ତେଣୁ ତୁମ୍ଭ ପରି ନାରୀ ହୀରାକୁ ପାଇଲି। ସେହି କଥା ମନ ମଧ୍ୟେ ଭାବୁଥିଲି ଗୋରି, ସାକ୍ଷାତରେ ଲକ୍ଷ୍ମୀ ରୂପୀ ଅଟୁରେ ସୁନ୍ଦରୀ। ଜୀବନରେ ବହୁ ସ୍ଥାନ ଭ୍ରମଣ କରିଛି, ବହୁ ବଡ଼ ବଡ଼ ସ୍ଥାନ ମୁହିଁ ଭୁଞ୍ଜିଅଛି। କିନ୍ତୁ ଆଜି ତୁମ୍ଭ ହସ୍ତ ରନ୍ଧନ ପୁଞ୍ଜିଣ, ସେ ସମସ୍ତ କଥା ମନୁ ଦେଲି ପାଶୋରିଣ। ଏହା କହି ଉଠି ଯାନ୍ତେ ହସ୍ତ ଧୋଇବାକୁ, ଲଳିତା ତ ସେ ନେଇ ସେ ଉଚ୍ଛିଷ୍ଟ ପାତ୍ରକୁ। ଛଡ଼ା ପ୍ରସାଦ ତା ମଧ୍ୟେ ଲାଗିଥିଲା ଯେତେ, ଭୋଜନ କଲା ନିର୍ମାଲ୍ୟ ସମ ମଣି ଚିତେ। ଯହୁଁ ତାଙ୍କୁ ବିଦ୍ୟାପତି କରିଲେ ବାରଣ, ଲଳିତା ବୋଇଲା ନାଥ ନ କୁହ ଏସନ। ନାରୀର ଶ୍ରେଷ୍ଠ ଦେବତା ଅଟଇ ତା ପତି, ଆନ ଦେବତାରେ ତାର ତିଳେ ନାହିଁ ମୁକ୍ତି। ଏପରି କହିଲା ଯହୁଁ ଲଳିତା ସୁନ୍ଦରୀ, ସ୍ନେହ ଗଣ୍ଡେ ଚୁମ୍ବ ଦେଲା ବିଦ୍ୟାପତି ଧରି। ବୋଇଲା ଯାଉଛି ମୁହିଁ ଫେରି ଅବନ୍ତୀକୁ, ଅଳ୍ପ ଦିନରେ ଘେନି ଯିବଇଁ ତୁମ୍ଭଙ୍କୁ। ସେ ଲାଗି ମନରେ ଦୁଃଖ ନ କରିବ ଗୋରି, ଦିନକ ଦେଖାରେ ନେଲ ଆପଣାର କରି। ଜୀବନେ ଅନେକ ଶ୍ରେଷ୍ଠା ସୁନ୍ଦରୀ ଦେଖିଛି, କିନ୍ତୁ କାହା ପ୍ରତି ତିଳେ ଆକୃଷ୍ଟ ନୋହିଛି। ସମସ୍ତେ ହାରିଣ ଥିଲେ ନିକଟରୁ ମୋର, ମାତ୍ର ତୁମ୍ଭ ପାଶେ ହାରିଗଲି ମୁଁ ଏଠାର। ଯାଉଛି ଅବନ୍ତୀ ରାଜେ ଜଡ଼ ପିଣ୍ଡ ନେଇ, ଆଉ ସବୁ ତୁମ୍ଭ ପାଶେ ଛାଡ଼ି ଯାଉଛଇଁ। ଶୟନେ ସପନେ ଧ୍ୟାନେ ଜ୍ଞାନେ ଜାଗରଣେ, ନାଚିବ ତବ ମୂରତି ସର୍ବଦା ନୟନେ। ଦିବସରେ କ୍ଷୁଧା ତୃଷା ଦିନ ଲାଗିବ, ରଜନୀରେ ନୟନକୁ ନିଦ୍ରା ନ ଘାରିବ। ମନେ ବିଚାରଇ ଏହା ମାଧବଙ୍କ କୂଟ, ଚନ୍ଦ୍ର କୁମୁଦର ଯେହ୍ନେ ହୋଇଯାଏ ଭେଟ। ସେହି ପ୍ରକାରେ ପ୍ରଭୁ ଆମ୍ଭ ଦିଜଣକୁ, ଭେଟାଇଲେ ଲୌହ ସଙ୍ଗତରେ ଚୁମ୍ବକକୁ। ଏହା କହି ହସ୍ତୁ ଏକ ମୁଦ୍ରିକା ଖୋଲିଣ, ଲଳିତା ସୁନ୍ଦରୀ ହସ୍ତେ ଦେଲେ ପିନ୍ଧାଇଣ। ସେ ମୁଦ୍ରିକା ଗୋଟି ଗୋରି ଅତି ଆଗ୍ରହରେ, ବାର ବାର ଲଗାଇଲା ନେଇଣ ଗଣ୍ଡରେ। ବୋଇଲା ହେ ଧନ ମୁତ ଗରିବ ଦୁହିତା, କିବା ପ୍ରତିଦାନ ଦେଇ ତୋଷିବି ଦେବତା। କେଉଁ ଦରବ ବା ଅଛି ତୁମ୍ଭଙ୍କୁ ଅଭାବ, ଇଚ୍ଛା କଲେ ନିମିଷକେ କରିପାର ସର୍ବ। କେବଳ ଏତିକି ମାତ୍ର ଦେଉଛି ଏ ବାଳି, ଗଳାରୁ ଖୋଲିଣ ଏକ ହୀରକର ମାଳି। ବିଦ୍ୟାପତିଙ୍କର ବକ୍ଷ ସ୍ଥଳରେ ଲମ୍ବାଇ, ବୋଇଲା ଏ ଯେତେ ଦିନ ଥିବ ବକ୍ଷେ ରହି। ଏହି ଶବର ଦୁଲାଳି ମନରେ ପଡ଼ିବ, ଆନ ପ୍ରେମେ ମଜି ଯେହ୍ନେ ପାଶୋରି ନ ଦେବ। ଆଗ୍ରହରେ ସେ ମାଳକୁ ପିନ୍ଧି ବିଦ୍ୟାପତି, ବୋଇଲା ଆଉ ନ କୁହ ଏସନ ଭାରତୀ। ଥରେ ମାତ୍ର ଯେଉଁ କଥା କହେ ମୁଁ ମୁଖରେ, ଜୀବନେ ନ ଭୁଲେ ତାହା ଲଗାଏ କାର୍ଯ୍ୟରେ। କିନ୍ତୁ ମୋ ଫେରିବା ପର୍ଯ୍ୟନ୍ତେ ସ୍ଥାନକୁ, ଦୁଃଖ ନ କରିବ ତୁମ୍ଭେ ମାନି ମୋ କଥାକୁ। ନୟନରୁ କେବେ ଗୋରି ନ ଢାଳିବ ନୀର, ଯତ୍ନେ ସାଇତି ରଖିବ ସମ୍ପଦ ମୋର। ସଜ ଫୁଟା ପଦ୍ମ ପରି ଯେ ବଣ ବଦନ, ଯେହ୍ନେ ମଉଳି ନ ଯାଏ ରେ ନାରୀ ରତନ। ଝଳିଲା କନକ ଶସ୍ତ୍ର ଅଟେ ଯେଉଁ କାନ୍ତି,
ଅତି ଯତନରେ ଗୋରି ରଖି ବସାଇତି। ଏହା କହି ଲଳିତାକୁ କୋଳେ ଭିଡ଼ି ଧରି ସ୍ନେହ ସାଉଳିଣ ଘନ କୁଞ୍ଚିତ କବରୀ ଗୋଲାପ କଳିକା ଏକ ଯୋଡ଼ାରେ ଖୋସିଣ ବିଦ୍ୟା ମାଗିଲା ବେଳେ ଶ୍ରୀପତି ବ୍ରାହ୍ମଣ ଝର ଝର ନୟନରୁ ଲୋତକ ବୁହାଇ କ୍ରନ୍ଦନ କରିଲା ଧନି ତୁହାଇ ତୁହାଇ ବୋଇଲା ସତେ କି ନାଥ ଏ ସ୍ନେହ ରଖିବ ଏ ବ୍ୟାଧ ବାଳାକୁ ମନୁ ପାଶୋରି ନ ଦେବ ଆଶ୍ଵିନ ଅଳପ ଦିନେ ନେବ କର ଧରି ଜଗତ ଜାଣିବ ଦାସୀ ଅଟେ ମୁଁ ତୁମ୍ଭରି ବାମନ ହୋଇଣ ଚନ୍ଦ୍ର ଧରି ଅଛି କରେ ମୁକ ବେଦ ପଢ଼ିବାକୁ ପାଞ୍ଚିଛି ମନରେ ସତେ କି ହେ ଧନ ଦେବ ସେ ସୁଯୋଗ ମୋତେ ଏ ପାଦ ସେବିବି ଯିବ ଥିବା ପରିଜନ୍ତେ କିପରି ଚିଣି ପାରିବି ଦେବତାର ମନ ତାହା ମୋତେ ଜଣା ନାହିଁ ଆହେ ପ୍ରାଣ ଧନ ଉଚ୍ଚ ଜାତିରେ ଅଛନ୍ତି ଅନେକ ସୁନ୍ଦରୀ ତବ ପୂର୍ବ ରୂପକୁ ନେତ୍ରେ ଦେଖି କରି କେତେ କେତେ ରାଜକନ୍ୟା ଆସିବେ ଆଗେଇ ସେବେଳେ କି ବ୍ୟାଧ ବାଳା ମନେ ଥିବ ରହି କିନ୍ତୁ ଶପଥ କରୁଛି ଅନାଇ ଧର୍ମକୁ ଯେବେ 1 ମାସ ମଧ୍ୟେ ନ ଆସ ଏଠାକୁ ତାହେଲେ ସାଗର ବକ୍ଷ ମୋ ଆଶ୍ରୟ ସ୍ଥଳ ନହିଲେ ବନରେ ଅଛି ଗରଳର ଫଳ ଭକ୍ଷଣ କରିଣ ପ୍ରାଣ ହାରିବଇ ମୁହିଁ ନାରୀ ହତ୍ୟା ଦୋଷେ ଭାଗି ହେବ ପ୍ରାଣ ସାଇ ଧର୍ମକୁ ଅନାଇ ଦେଇ ମାଧବଙ୍କ ରାଣ ବିଦ୍ୟାପତି ବୋଲେ 2 ସପ୍ତାହରେ ଜାଣ ତବ ସନ୍ନିଧରେ ଆସି ହୋଇବି ହାଜର ମହାଡମ୍ବରେ ହେବ ଆମ୍ଭ ବିଭାଘର ସ୍ୱୟଂ ଇନ୍ଦ୍ରଦ୍ୟୁମ୍ନ ରାଜା କରତା ହୋଇବେ ତବ ପିତା ସଙ୍ଗତରେ ବନ୍ଧୁତା କରିବେ ଏହିପରି କଥାବାର୍ତ୍ତା ହେବା ସମୟରେ ବିଶ୍ୱାବସୁ ପ୍ରବେଶିଲେ ଆସୀନ କୁଟୀରେ ଲଳିତା ବିଦ୍ୟାପତିଙ୍କ ଦେଖିଣ ମିଳନ ନୟନରୁ ନୀର ଢାଳି ଶବରଙ୍କ ରାଣ ମାଧବଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ବୋଇଲା କପତି ତାର ନୀଡ଼ର ଚୁଛଇ ଯେପରି ସେ ନୀଡ଼ ଗୋଟି ହେବ ମଜଭୂତ ତାହା ପୂରଣ କରନ୍ତୁ ଜଗତର ନାଥ ଏହିପରି ବାର ବାର ପ୍ରଣାମ ସେ କରି ଡାକିଲେ କ ସ୍ନେହେ ଲଳିତାକୁ ନାମ ଧରି ତାତଙ୍କର ଆଗମନ ଜାଣିଣ ଚତୁରୀ ନୟନରୁ ନୀର ପୋଛି ଆସିଲା ବାହାରି ପଛେ ପଛେ ବିଦ୍ୟାପତି ପ୍ରବେଶ ହୋଇଲେ ବିଶ୍ୱାବସୁଙ୍କର ନେତ୍ରେ ଲୋତକ ଦେଖିଲେ ଲଳିତା ଭାବିଲେ ଦିନେ ମାତ୍ର ନେତ୍ରୁଜାର ନ ପଡ଼େ ବିନ୍ଦୁଏ ନୀର ଆଜି ଏ ପ୍ରକାର ବ୍ୟାକୁଳ ହୋଇ କାନ୍ଦନ୍ତି କାହିଁକି ସେ ପୁଣି ଦେଖିଣ କାନ୍ଦିଲା ଗୋରି ନ କହିଣ ବାଣୀ କନ୍ୟାକୁ କୋଳକୁ ନେଇ କ୍ଷୁଦ୍ର ଶିଶୁ ପରି ବୁଝାଇଲେ ବିଶ୍ୱାବସୁ ଅତି ସ୍ନେହ କରି ଆରେ ମାତ ଭାଗ୍ୟ ତୋର ସଳଖଟଇ ଉପଯୁକ୍ତ ପତି ପ୍ରାପ୍ତ ହୋଇ ଅଛୁ ତୁହି କ୍ଷଣକ ଦେଖାରେ ଯୁବକର ମତି ଗତି ଜାଣିପାରିଛି ମୁଁ ସେହୁ ସତ୍ୟ ସନ୍ଧତି କେଉଁ ଅନାଦରେ ତୋତେ ନ କରିବ ସେଇ ଜାଣି ତୋର ମନ ଛନ୍ତି ମାଧବ ଜୁଟାଇ ସେ ଲାଗି ମନରେ ଆଉ ଭାବନା ନ କର ନୟନ ଲୋତକ ନ ଢାଳ ତୁ ମା ମୋର ବାଲ୍ୟକାଳୁ ମାତୃହରା କନ୍ୟା ମୋର ତୁହି ଅତି ଅଲିଅଳେ ତୋତେ ଅଛି ମୁଁ ବଢ଼ାଇ ଏହା କହି ବିଦ୍ୟାପତି କର ଧରି ବୃଦ୍ଧ ବୋଇଲେ କ୍ରନ୍ଦନ କରି ଫୁଟାଇଣ କ୍ରୋଧ ବାପ ମୋ କନ୍ୟାକୁ ଅନାଦର ନ କରିବ କହିବା ବଚନ ତୁମ୍ଭେ କାର୍ଯ୍ୟେ ଲଗାଇବ
ନୀଳମାଧବ ନିଶ୍ଚୟ ମଙ୍ଗଳ କରିବେ, ତୁମ୍ଭ ଦୁହିଁଙ୍କ ଜୀବନ ସୁଖେ କଟାଇବେ। ଏହିପରି କହି ପ୍ରଭୁଙ୍କ ନିର୍ମାଲ୍ୟ ନେଇଣ, ବିଦ୍ୟାପତି ଲଳିତାକୁ ଦେଲେ ଭୁଞ୍ଜାଇଣ। ଜଗନ୍ନାଥଙ୍କ ଉଦ୍ଦେଶ୍ୟ ଜଣାଇ ପ୍ରଣତି, କଲ୍ୟାଣ କରିଲେ କ୍ଷେତ୍ର କହେ ଗୀତେ ଚିନ୍ତି। ଜୟ ଜଗନ୍ନାଥ।